ये मझी अधिकाटा उपरे दौड़ू तारटा ଆପଣ ପରିଚୟଟା ଦେବେ। ମୋ ପରିଚୟ ହେଉଛି ମନ୍ମଥ ପଣ୍ଡା, ବାପ ଦାମୋଦର ପଣ୍ଡା, ଘର ଅମୃତପୁର। ଇଏ ମିଳନର ଯେ ମୁଖ୍ୟ ଠାକୁର ହେଉଛନ୍ତି ଦାମୋଦର, ତାଙ୍କ ପୂଜକ। ବାପା 60 ବର୍ଷ ପୂଜା କରିକି ଗଲେ, ମୁଁ 38 ବର୍ଷ ହେଇଗଲା ମୁଁ ଏଠି ପୂଜା କରୁଛି। ଆଉ କେତେ ପୁରୁଷ ଏଥର ମିଳନର ହେଲାଣି ଯେ ମୁଁ ତାର ଆମେ ବାପ ସବୁ ବି କହିପାରୁନି। ଆଚ୍ଛା, ଆପଣ ଯୋଉ ବିମାନ ଆଣୁଛନ୍ତି କେତେ ବର୍ଷ ହେଲା ଆଣୁଛନ୍ତି? ମୋ ବାପ ତ ଆଣୁଥିଲା, ମୁଁ ଦେଖୁଥିଲି। ତାପରେ ମୁଁ ଏଠି ତ ଆଣୁଛି 65 ବର୍ଷ ହେଇଗଲା। ଆଚ୍ଛା, ଏଇ ଯୋଉ ଅନୁଷ୍ଠାନଟି ହେଇଛି, ଏଇ ଯୋଉ ବିମାନ ଯୋଉ ମେଳନ ଉତ୍ସବଟି ହଉଛି, ଅନୁଷ୍ଠାନ ହଉଛି, ଏଇଟା କେତେ ବର୍ଷର? ଏଇଟା 34 ଅମ୍ବର, ମାନେ 200 ବର୍ଷ ପରେ। ମତେ ଏଇଠି କହିବେ, ଏଇ ଯୋଉ ବିମାନଟି ହେଇଛି ଏଇଟା କେତେ ଟଙ୍କା ଖର୍ଚ୍ଚ ହେଇଛି? ଏଇ ବିମାନର 60,000 ଟଙ୍କା ଖର୍ଚ୍ଚ ହେଇଛି। 60,000 ଟଙ୍କା। କେତେ ଦିନର ପରିଶ୍ରମ ଫଳ ଏଟା? 15 ଦିନ। କୋଉଠିକା ମିସ୍ତ୍ରୀ? ବେତଡ଼ା ବିଷ୍ଣୁ ମହାରଣା, ତା ସାଙ୍ଗସାଥି ନେଇକି ଆସିଛି। ୟାର ଉଚ୍ଚତା କେତେ ଅଛି? 13 ଫୁଟ ନାଗିଥିବ।
ପରିଚୟଟା ଦେବେ। ଆଜ୍ଞା ମୋ ପରିଚୟ ହେଉଛି ମୋ ନାଁ ବୁଦ୍ଧିରାମ ସତବସ୍ତି ଆଉ ସାମସୁନ୍ଦରପୁର ପଞ୍ଚାୟତ ଆଉ ଶିମୁଳିଆ ବ୍ଲକ ଜିଲ୍ଲା ବାଲେଶ୍ୱର। ଆଚ୍ଛା ଏଇ ଯୋଉ ମେଳନଟି ହଉଛି ଏଟା ଯୋଉ କେଉଁ ଜାଗାରେ ହଉଛି ବା କେଉଁ ଜିଲ୍ଲାରେ ହଉଛି ତାହା ଟିକେ ବର୍ଣ୍ଣନା କରିବେ ଦର୍ଶକମାନଙ୍କୁ। ଏଟା ବାଲେଶ୍ୱର ଜିଲ୍ଲାରେ ହେଉଛି। ଆମର ଏଠି ପ୍ରାୟ 12ଟା 13ଟା ପଞ୍ଚାୟତର ଠାକୁର ଆସୁଛନ୍ତି ଆଉ ଠାକୁରଙ୍କର ପର୍ବ ସୃଷ୍ଟି ହେଉଛି ଆଉ। ବାଲେଶ୍ୱର ଜିଲ୍ଲା ଶିମୁଳିଆ ବ୍ଲକ ଅନ୍ତର୍ଗତ ବାଲିଖଣ୍ଡ। ବାଲିଖଣ୍ଡ ଆଚ୍ଛା ଏଇ ଯୋଉ ମେଳନଟି ହଉଛି ଏହାର ହବାର କଣ ଅଛି କାରଣ? ଏଟା କାରଣ ଶାନ୍ତି ମୈତ୍ରୀ ସମସ୍ତଙ୍କର ମୈତ୍ରୀ ଭାବ ସମସ୍ତ ସମ୍ପଦ ସଦ୍ଭାବ ଏ ପ୍ରେମମୟ ଜୀବନରେ ରାଧାକୃଷ୍ଣଙ୍କର ମିଳନ ଏ ସମୟରେ ସୃଷ୍ଟି ହେଉଛି। ସମସ୍ତେ ଜନସାଧାରଣ ଆସି ଉପଭୋଗ କରୁଛନ୍ତି ସମସ୍ତଙ୍କ ମଧ୍ୟର ଶାନ୍ତି ଶୃଙ୍ଖଳା ମଧ୍ୟ ରକ୍ଷା କରୁଛନ୍ତି। ମୁଁ ଏଇଠି କହି ରଖିବି ତ ଯେତେ ବି ଆମର ପୂଜା ପର୍ବ ପଡେ ସାରା ଭାରତ ବର୍ଷର ସମଗ୍ର ସଂସାରର ତାହା ଗୋଟିଏ ଦିନରେ ସବୁ ସେଇ ଦିନ ହିଁ ପୂଜା ହୁଏ। ଯଦି ବି ଉଦାହରଣ ଦେବି ଗଣେଶ ପୂଜା ସରସ୍ୱତୀ ପୂଜା କେବଳ ଗୋଟିଏ ଦିନ ହିଁ ହୁଏ। କିନ୍ତୁ ଏଇ ଯୋଉ ମେଳନଟି ହଉଛି ବା ମିଳନ ହଉଛି ତ ବିଭିନ୍ନ ଆଡେ ବିଭିନ୍ନ ଟାଇମ ଅନୁସାରେ ହଉଛି ଏହାର କାରଣ କଣ ହେଇପାରେ? ଏଟା କାରଣ ହେଉଛି ଆମର ଯୋଉ ଆମ ଶାସ୍ତ୍ର ମତରେ ତ ଚାଲିଛନ୍ତି। ଆମର ଶାସ୍ତ୍ର ଅନୁସାରେ ଆମର ବିରଜା ପଞ୍ଜିକାରେ ଆମର ଏ ଶାସ୍ତ୍ରଟି ଅନୁଷ୍ଠିତ ହେଉଛି। ତେଣୁକରି ଏଙ୍କର ଠାକୁରଙ୍କର ଗୋଟେ ଧାରା ଅଛି ଏ ପରିସର ଭିତରେ ସେ ପଞ୍ଚଦୋଳ ପର୍ଯ୍ୟନ୍ତ ପ୍ରାୟ 10-12 ଦିନ ପର୍ଯ୍ୟନ୍ତ ଏଇ ଯାତ୍ରାଟି ଲାଗି ରୁହେ ଠାକୁରଙ୍କର। ତେଣୁ ଠାକୁରଙ୍କର ସେଇ ଦିନ ସବୁ ପର୍ବ ଗୁଡାକ ସବୁ ଆମେ ପାଳନ କରି ଚାଲୁ ଆଉ। ତ ଆପଣ ଏଇ ଯୋଉ ବିମାନଟି ସଜେଇଛନ୍ତି ଏଟା କେତେ ଟଙ୍କା ଖର୍ଚ୍ଚ ହେଇଛି? ଆଜ୍ଞା 45-50 ଭିତରେ ଖର୍ଚ୍ଚ ଅଛି। ଆଚ୍ଛା 45ରୁ 50 ଖର୍ଚ୍ଚ କଲେ ଏମିତି ଗୋଟେ ବିମାନ ଆମେ ସଜେଇ ପାରିବା। ଏଟା କେତେ ଦିନ ପାଇଁ? ଆଜ୍ଞା 2 ଦିନ ଭିତରେ ଏଟା 2 ଦିନରେ ଆଚ୍ଛା ଏଇ ସଜେଇବା ପାଇଁ କେତେ ଦିନ ଲାଗିଛି? 8 ଦିନ 10 ଦିନ ଭିତରେ ଲାଗିଛି। ପିଲା ରହିଲେ ସେଠି 6 ଜଣ 8 ଜଣ ଏମିତି ଭିତରେ ମିସ୍ତ୍ରୀ ତାଙ୍କର ହେଲ୍ପର ଏମିତି 8-10 ଦିନ ଭିତରେ ଲାଗିଛି ଆମକୁ। ଆପଣ ମାନେ ଯେମିତି ଦେଖିପାରୁଥିବେ ଆମ ଯୋଉ ବିମାନ ପାଖରେ ଅଛନ୍ତି ଏଇ ବିମାନଟି ସମ୍ପୂର୍ଣ୍ଣ ବୁରାରେ ତିଆରି ହେଇଛି। ବୁରାରେ ଏବଂ ସୁଲରେ ତିଆରି ହେଇଛି। ତ ତାହାର କେମିତି କାରୁକାର୍ଯ୍ୟ କେତେ ଟଙ୍କା ଖର୍ଚ୍ଚ ହେଇଛି କଣ ହେଇଛି ତା ବିଷୟରେ ଜାଣିବା। ଆସନ୍ତୁ ଆପଣଙ୍କୁ ପ୍ରଣାମ। ଆପଣ ପରିଚୟଟା ଦେବେ। ଆମ ଘର ଛଣଗଡ଼ିଆ। ମୋ ନାଁ ହେଉଛି ବିଦ୍ୟାଧର ପଣ୍ଡା। ଆଉ ଏଥିରେ ଖର୍ଚ୍ଚ ହେଇଛି ପୁରା 30,000 ଖଣ୍ଡେ ଖର୍ଚ୍ଚ ହେଇଛି। ଆଚ୍ଛା ଏଇ ଯୋଉ ବିମାନଟି ହେଇଛି ଏଟା କେତେ ବର୍ଷ ଧରି ଆପଣ ଆସିଛନ୍ତି? ଏଟା ଆମର ହେଲାଣି ପ୍ରାୟ 50 ବର୍ଷ ହେଲାଣି ଆଉ। ଏ ଯୋଉ ଅନୁସାରେ ପାଳନ କରିବା ସେଇ ଅନୁସାରେ ହବ। ଏଇ ହୋଲି ଉତ୍ସବ ପାଳନ କରିବାର କଣ ଅଛି ରହସ୍ୟ? ରହସ୍ୟ ମାନେ ଆନନ୍ଦ ଫୁର୍ତ୍ତି ଆନନ୍ଦ ଫୁର୍ତ୍ତି ରହସ୍ୟ ମାନେ ପରସ୍ପର ଆନନ୍ଦ ଫୁର୍ତ୍ତି ହିଂସା ଅହଙ୍କାର ବାଦଛତ୍ର ପରିତ୍ୟାଗ କରି ଆନନ୍ଦ ଫୁର୍ତ୍ତି ଶ୍ରୀକୃଷ୍ଣ ଯେଭଳି ଆନନ୍ଦ ଫୁର୍ତ୍ତି କରିଥିଲେ ସକାଳରେ ସଙ୍ଗେ ନେଇକି ସକାଳେ ସଙ୍ଗେ ନେଇ ଆନନ୍ଦ ଫୁର୍ତ୍ତି କରିଥିଲେ ସେଇଭଳି ଆନନ୍ଦ ଫୁର୍ତ୍ତି ଆଉ କଣ। ଆଚ୍ଛା ହିଂସା ଅହଙ୍କାର କିଛି ନାହିଁ। ମାନେ ରାଗ ଦ୍ୱେଷ ନା ଅହଙ୍କାର କିଛି ହବ ନାହିଁ। ବୋଲି ସମସ୍ତେ ମିଳନ। ମିଳନ ମାନେ ଭଗବାନ ଭକ୍ତ ଭଗବାନ ଯୋଉ ମିଳନ ଏଟା ଯେ ଭଗବାନ ଭକ୍ତ ସଙ୍ଗେ ମିଳନ କରିବା ପାଇଁ ସେମାନେ ଏଠିକି ଆସିଛନ୍ତି। ଭକ୍ତଙ୍କୁ ଦର୍ଶନ କରିବେ ଏବଂ ମିଳନ କରିବେ ଆଉ ହିଂସା ବାଦ ଛିଦ ସବୁ ପରିତ୍ୟାଗ କରିଦେବେ। ପ୍ରତିବର୍ଷ ଏମିତି ଡିଜାଇନ ଆପଣଙ୍କର ହୁଏ ନା ଚେଞ୍ଜ ହୁଏ? ବିଭିନ୍ନ ଡିଜାଇନ ହୁଏ। ବିଭିନ୍ନ ଡିଜାଇନ ହୁଏ। ୟା ପରବର୍ତ୍ତୀ ବର୍ଷ ଅନ୍ୟ ଡିଜାଇନ ହବ। ଧନ୍ୟବାଦ ବହୁମୂଲ୍ୟ ସମୟ ଦେଇଥିବାରୁ ନମସ୍କାର।